ଦରିଦ୍ରତା କୌଣସି ଅଭିଶାପ ନୁହେଁ, ଏହା ତ କେବଳ ଗୋଟିଏ ପ୍ରଶିକ୍ଷଣ। ଯିଏ ଯେମିତି ଉନ୍ନତି ହୋଇଥାଏ ସେ ସେମିତି ଭାଗ୍ୟ ପାଇଥାଏ। ଆପଣ ସେତେବେଳେ ସଫଳ ପାଇପାରିବେ ଯେତେବେଳେ ମନରେ ବିଫଳତାର ଭୟ ନଥିବ। ଜୀବନରେ ବଞ୍ଚିବା ଏତେଟା ସହଜ ହୋଇନଥାଏ। ବିନା ସଂଘର୍ଷରେ କେହି ମହାନ ହୋଇନଥିବେ। ଯେପରି ବିନା ହାତୁଡ଼ି ପ୍ରହାରରେ ପଥର ମଧ୍ୟ ଭଗବାନ ହୋଇନଥାଏ। ବଡ଼ ସ୍ୱପ୍ନକୁ ସାକାର କରିବା ପାଇଁ ବଡ଼ ଉଦ୍ୟମ ଦରକାର, ଆଉ ବଡ଼ ଉଦ୍ୟମ ପାଇଁ ବଡ଼ ଯୋଜନା ଦରକାର। ବଡ଼ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ଆଉ ଆତ୍ମବିଶ୍ୱାସ ଦରକାର। ଯଦି ନିଜକୁ ଛୋଟ ଭାବୁଛନ୍ତି ତାହେଲେ ଜାଣି ନିଅନ୍ତୁ, ହୀରା ପଥର ତୁଳନାରେ ବହୁତ ଛୋଟ ହୋଇଥାଏ, ହେଲେ ପଥର ଠାରୁ ବହୁତ ଗୁଣରେ ମୂଲ୍ୟବାନ ହୋଇଥାଏ। କେବଳ ମୁଁ ମୋ ଜୀବନକୁ ପରିବର୍ତ୍ତନ କରିପାରିବି, ମୋ ପାଇଁ ଆଉ କେହି କରିପାରିବେ ନାହିଁ। ତେଣୁ ମୋତେ ମୋ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ପଡ଼ିବ, କାରଣ ମୋ ପାଇଁ ଦୁନିଆ ପରିବର୍ତ୍ତନ ହୋଇପାରିବ ନାହିଁ। ଏହା ସତ କି ସଫଳତା ଗୋଟିଏ ଦିନରେ ମିଳିନଥାଏ, ହେଲେ ଯଦି ଧୈର୍ଯ୍ୟ ଆଉ ସାହସର ସହିତ ପରିଶ୍ରମ କରିଚାଲିବ, ସେହି ଗୋଟିଏ ଦିନ ନିଶ୍ଚିନ୍ତ ଆସିଥାଏ। ଯେଉଁମାନେ ଅନେକ ଅପମାନ ଆଉ ଉପହାସର ଶିକାର ହୋଇଛନ୍ତି, ଅତୀତରେ ସେହିମାନେ ହିଁ ସଫଳତା ହାସଲ କରି ଇତିହାସ ରଚି ଦେଇଛନ୍ତି।